ବନ୍ଧୁଗଣ ମାନେ ଆପଣମାନଙ୍କ ପାଇଁ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ପବ୍ଲିକ୍ ସେକ୍ଟର ଏଣ୍ଟରପ୍ରାଇଜ୍ ତରଫରୁ ଆପଣଙ୍କୁ ନିଯୁକ୍ତି ଆସିଛି। ଓଡ଼ିଶାର ସମସ୍ତ ପିଲା ଏଥିରେ ଆପ୍ଲାଏ କରିପାରିବେ। ଯଦି ଆପଣମାନେ ଆପ୍ଲାଏ କରିବାକୁ ଚାହୁଁଛନ୍ତି ଆଉ ଚ୍ୟାନେଲକୁ ଆସିଛନ୍ତି ତାହେଲେ ନିଶ୍ଚିତ ଭାବରେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଆଉ ଭିଡ଼ିଓକୁ ଲାଇକ୍ କରିଦିଅନ୍ତୁ। ଏଥିରେ ଆପଣମାନେ ଦେଖିପାରୁଥିବେ କି AAI ଇମ୍ପୋର୍ଟାଣ୍ଟ ନୋଟିସ୍ ଆସିଛି। ଯଦି ଆପଣମାନେ AAI ତରଫରୁ ଆପ୍ଲାଏ କରିବାକୁ ଚାହୁଁଛନ୍ତି ତ ଭିଡ଼ିଓକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ ଆଉ ଏଥିର ସମସ୍ତ ବିବରଣୀ ଜାଣନ୍ତୁ। ତାହେଲେ ଠିକ୍ ଅଛି, ଚାଲନ୍ତୁ ଦେଖିବା। ଏଥିରେ ଦେଖିପାରୁଥିବେ ରିକ୍ରୁଟମେଣ୍ଟ 2025 ତରଫରୁ ଯେଉଁ ଏୟାରପୋର୍ଟ ତରଫରୁ ନିଯୁକ୍ତି ଆସିଛି ଏହାଟା ପରମାନେଣ୍ଟ ଜବ୍। ଯଦି ଆପଣମାନେ ଆପ୍ଲାଏ କରିବାକୁ ଚାହୁଁଛନ୍ତି ତ ଏୟାରପୋର୍ଟର ବିଭିନ୍ନ ପ୍ରକାର ସବ୍ ଡିଭିଜନରେ ଏଥିରେ ପୋଷ୍ଟ ରଖାଯାଇଛି। ସେହି ପୋଷ୍ଟକୁ ଆପଣମାନେ ଆପ୍ଲାଏ କରିପାରିବେ। ପୋଷ୍ଟର ନେମ୍ ଜୁନିୟର ଏଜେଣ୍ଟ ରଖାଯାଇଛି ଆଉ ଟୋଟାଲ ପୋଷ୍ଟ 89। ଯଦି ଆପଣମାନଙ୍କୁ କ୍ୱାଲିଫାଏ କରିଛନ୍ତି +2 +3 ତାପରେ ଆପଣଙ୍କ ଗ୍ରାଜୁଏସନ୍ ବି ଅଛି ତାହେଲେ ଆପଣମାନେ ଏହି ପୋଷ୍ଟରେ ଆପ୍ଲାଏ କରିପାରିବେ। ଅନଲାଇନରେ ମଧ୍ୟ ଆପଣମାନେ ଆପ୍ଲାଏ କରିପାରିବେ ଆଉ ସ୍ପିଡ୍ ପୋଷ୍ଟରେ ମଧ୍ୟ ଆପ୍ଲାଏ କରିପାରିବେ। ଯଦି ଆପଣ କରିବାକୁ ଚାହୁଁଛନ୍ତି ତାହେଲେ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ଏଥିରେ ଦିଆଯାଇଥିବା 28 ଜାନୁଆରୀ 2025 ସୁଦ୍ଧା ଆପଣଙ୍କୁ ଏହି ପୋଷ୍ଟକୁ ଆପ୍ଲାଏ କରିବାକୁ ପଡ଼ିବ। ବୋଥ୍ ମେଲ୍ ଆଣ୍ଡ ଫିମେଲ୍ ଏହି ପୋଷ୍ଟକୁ ଆପ୍ଲାଏ କରିବେ। ତା ସହିତ ଆପଣଙ୍କୁ ଏଜୁକେସନ୍ କ୍ୱାଲିଫାଏ ରଖିଛି +3। ଯଦି ଆପଣମାନେ ମେଟ୍ରିକ୍ କରିଛନ୍ତି, +2 କରିଛନ୍ତି, +3 ବି ଡିପ୍ଲୋମା କରିଛନ୍ତି କି PG PhD କରିଥିବେ ତାହେଲେ ଆପଣ ମଧ୍ୟ ଏଥିରେ ଆପ୍ଲାଏ କରିପାରିବେ। ମୁଁ ଆପଣଙ୍କୁ ଆପ୍ଲାଏ କରିବାର ସମସ୍ତ ବିବରଣୀ ଦେଉଛି। ଏଥିରେ UR ମାନଙ୍କ ପାଇଁ 45 ପୋଷ୍ଟ ରଖାଯାଇଛି, SC ମାନଙ୍କ ପାଇଁ 10ଟି ପୋଷ୍ଟ ରଖାଯାଇଛି, ST ମାନଙ୍କ ପାଇଁ 12ଟି ପୋଷ୍ଟ ରଖାଯାଇଛି ଆଉ OBC ମାନଙ୍କ ପାଇଁ 14ଟି ପୋଷ୍ଟ ରଖାଯାଇଛି। EWS ତରଫରୁ ଯଦି କରିବାକୁ ଚାହୁଁଛନ୍ତି ସେଥିରେ 8ଟି ପୋଷ୍ଟ, ଟୋଟାଲ ଆପଣଙ୍କୁ 89 ପୋଷ୍ଟ ରଖାଯାଇଛି। ଏହି ପୋଷ୍ଟକୁ ଯେଉଁମାନେ ଆପ୍ଲାଏ କରିବାକୁ ଚାହୁଁଛନ୍ତି ସେମାନଙ୍କ ବୟସ ସୀମା ମ୍ୟାକ୍ସିମମ୍ 30 ଇୟର ପର୍ଯ୍ୟନ୍ତ ରହିଥିବା ଦରକାର। ST ST PWP ମାନଙ୍କ ପାଇଁ ଏଥିରେ 15 ଇୟର ଅଧିକ ରଖାଯାଇଛି। ସେମାନେ ଆରାମସେ ଆପ୍ଲାଏ କରିପାରିବେ। ଯଦି ଆପ୍ଲାଏ କରିବାର ସମୟ ଜାଣିବାକୁ ଚାହୁଁଛନ୍ତି ତ ଦେଖନ୍ତୁ। ଏ ପୋଷ୍ଟକୁ ଆପ୍ଲାଏ କରିବା ପାଇଁ ହେଲେ ଆପଣଙ୍କୁ ସାଲାରୀ ରଖାଯାଇଛି। ଆପଣଙ୍କୁ 31,000 ସାଲାରୀରୁ 92,000 ସାଲାରୀ ପର୍ଯ୍ୟନ୍ତ ଏୟାରପୋର୍ଟ ଅଥରିଟିରେ ପାଇପାରିବେ। ଆପଣଙ୍କ ସିଲେକ୍ସନ୍ ପ୍ରୋସେସ୍ କ'ଣ ହେବା ଦରକାର? ଏଥିରେ ଏକ୍ଜାମିନେସନ୍ ରଖାଯାଇଛି। କେଉଁ ଏକ୍ଜାମିନେସନ୍ ହେବ ଦେଖନ୍ତୁ। ଆପଣଙ୍କୁ କମ୍ପ୍ୟୁଟର ବେସ୍ଡ ଟେଷ୍ଟରେ ସକ୍ସେସ୍ ହେବାକୁ ପଡ଼ିବ। ପ୍ରଥମ ଏକ୍ଜାମ, ସେକେଣ୍ଡ ଏକ୍ଜାମ ଦୁଇଟି ରଖାଯାଇଛି। କମ୍ପ୍ୟୁଟର ବେସ୍ଡ ତରଫରୁ ଆପଣଙ୍କୁ ଫିଟନେସ୍ ଟେଷ୍ଟ କରାଯିବ। ଫିଟନେସ୍ ଟେଷ୍ଟ କରିବାକୁ ହେଲେ ମୁଁ ଆପଣଙ୍କୁ ସମସ୍ତ ଇନଫର୍ମେସନ୍ ଦେଉଛି। ଆପଣମାନେ ଦେଖିପାରୁଥିବେ ଏଥିରେ ଯେଉଁ ନୋଟିସଟି ଆସିଛି ଏହି ନୋଟିସରେ କେତେ ପୋଷ୍ଟ ରଖାଯାଇଛି ଦେଖିପାରୁଥିବେ। ଜୁନିୟର ଏଜେଣ୍ଟ ଆଉ ଏଥିରେ ଯେଉଁ ଅଥରିଟି ତରଫରୁ କରାଯାଇଛି ସେହି ପୋଷ୍ଟରେ ଆପଣଙ୍କୁ ଯେଉଁ ପୋଷ୍ଟ ଡେଟ୍ ଦିଆଯାଇଛି ସେହି ପୋଷ୍ଟଟାକୁ 28 ତାରିଖ ସୁଦ୍ଧା କରିଦେବେ। ହେଲେ ଆପଣଙ୍କ ଫିଟନେସ୍ଟି ଦେଖନ୍ତୁ। ଏଥିରେ ଯଦି ଆପଣମାନଙ୍କ ଏହି ଫିଟନେସ୍ ତରଫରୁ ନିଯୁକ୍ତି ଅଛନ୍ତି ତାହେଲେ ଆପଣମାନେ ହେଇପାରିବେ। ଆପଣଙ୍କୁ ରନିଂ କରିବାକୁ ପଡ଼ିବ 10 ମିଟର ସହିତ ଆପଣଙ୍କୁ 12 ସେକେଣ୍ଡରେ ଆଉ ଫିଟନେସ୍ ସହିତ ଆପଣଙ୍କ କେରି 50 କେଜିର ଆପଣଙ୍କୁ ଅଧିକ ଓଜନ କରିବାକୁ ଚାହୁଁଛନ୍ତି ତାହେଲେ ଏଥିରେ ଆପଣ ସକ୍ସେସ୍ ହେଇପାରିବେ। ଫୁଲ୍ ହାଇଟ୍ ଆପଣଙ୍କୁ 35 ସେନ୍ସ ରହିଥିବ। ତାପରେ ଆପଣଙ୍କୁ ଯେଉଁ 8ଟି ପୋଷ୍ଟ ରଖାଯାଇଛି ଏଥିରେ ଆପଣଙ୍କୁ 1/3 ହାଇଟ୍ ରହିଥିବ, 1/3ରୁ ହାଇଟ୍ ୱାଇଜ୍ ରହିଥିବ। ରୁଫ୍ କେବଲିଂ ସହିତ ଆପଣଙ୍କୁ ପୁଲ୍ କେବଲିଂ କରିବାକୁ ପଡ଼ିବ। ତାପରେ ଆପଣମାନେ ଦେଖିପାରୁଥିବେ ଏଥିରେ କି 16 ସେକେଣ୍ଡରେ 10 ମିଟର ରନିଂ କରାଯାଇଛି। ତାପରେ 40 ସେକେଣ୍ଡରେ ଆପଣଙ୍କୁ କ୍ୟାରିଂ 50 କେଜିରୁ 50 ମିଟର ପର୍ଯ୍ୟନ୍ତ ଆପଣଙ୍କୁ କରିବାକୁ ପଡ଼ିବ। 30 ମିଟର ସେକେଣ୍ଡ ଅନୁସାରେ ଆପଣଙ୍କୁ ରନିଂର ପୋଲିଂ ରୋପ୍ ନିଆଯିବ। ସେହି ରୋପ୍ରେ ଆପଣଙ୍କୁ କରିବାକୁ ଚାହିଁବ। ଏଥିରେ ଆପଣଙ୍କୁ ଫିଟନେସ୍ ନିଯୁକ୍ତି ରଖାଯିବ। ଯେଉଁମାନେ କି ଏହି ସବୁକୁ କ୍ୱାଲିଫାଏ କରିବେ ତାକୁ ଏକ୍ଜାମିନେସନରେ ଦେଖାଯିବ। ମେଡ଼ିକାଲ ଫିଟନେସ୍ ତରଫରୁ ଆପଣଙ୍କୁ DV କରାଯିବ। DV କରିସାରିଲା ପରେ ଆପଣଙ୍କ ଡ୍ରାଇଭିଂ ଟେଷ୍ଟ କରାଯିବ। ଯଦି ଆପଣଙ୍କ ଡ୍ରାଇଭିଂ ଟେଷ୍ଟ ଅଛି ତାହେଲେ ଆପଣମାନେ ଏଥିରେ ଆପ୍ଲାଏ କରିପାରିବେ। ତାହେଲେ ଠିକ୍ ଅଛି, ଡ୍ରାଇଭିଂ ଟେଷ୍ଟ କ'ଣ ରଖାଯାଇଛି ମୁଁ ଆପଣଙ୍କୁ ଦେଖାଇ ଦେଉଛି। ଯେଉଁମାନଙ୍କୁ DLV ଅଛି, PLV ଅଛି, HMV ଅଛି ଆଉ ଚଲାଇ ପାରୁଛନ୍ତି, ଆପଣଙ୍କ ଏକ୍ସପିରିଏନ୍ସ ଅଛି ତାହେଲେ ଆପଣମାନେ ଏଥିରେ ଆପ୍ଲାଏ କରିପାରିବେ। ତ ଆପଣମାନେ ଏଥିରେ ଦେଖିବାକୁ ଚାହୁଁଛନ୍ତି ତ ଏହି ପୋଷ୍ଟଟାକୁ ଲାଷ୍ଟ ପର୍ଯ୍ୟନ୍ତ କରିଦିଅନ୍ତୁ। ଦ ଏକ୍ଜାମିନେସନ୍ କ୍ୟାଣ୍ଡିଡେଟ୍ ସହିତ ଆପଣଙ୍କୁ 120 ମାର୍କର ଏକ୍ଜାମ କରାଯିବ। ଏଥିରେ 2 ଘଣ୍ଟା ପର୍ଯ୍ୟନ୍ତ ଟାଇମ୍ ଦିଆଯିବ। ଏଥିରେ କୌଣସି ନେଗେଟିଭ୍ ମାର୍କ
ରଖାଯାଇ ନାହିଁ। ୱିଲ୍ ସହିତ ଆପଣଙ୍କୁ ବିଭିନ୍ନ ପ୍ରକାର ସବଜେକ୍ଟ ରଖାଯାଇଛି। ଡୋମାଇନ୍ ନଲେଜ ସହିତ ଆପଣଙ୍କୁ 60 କ୍ୱେଶ୍ଚନ୍ 60ଟି ପଚାରାଯିବ। ଆପଣଙ୍କ ସିଲାବସ୍ କ'ଣ ରହିବ ଦେଖନ୍ତୁ। ଏଥିରେ ଜେନେରାଲ ନଲେଜ ରହିଥିବ, ଜେନେରାଲ ଇଣ୍ଟେଲିଜେନ୍ସ ରହିଥିବ, ଜେନେରାଲ ଆଟିଟ୍ୟୁଡ୍ ରହିଥିବ, ଆଉ ଇଂଲିଶ 60 ମାର୍କର କ୍ୱେଶ୍ଚନ୍ 60 ମାର୍କର 60 ମିନିଟ୍। ଆପଣଙ୍କୁ କ୍ୟାଣ୍ଡିଡେଟ୍ 1000 ଟଙ୍କାର ଫି ଦେବାକୁ ପଡ଼ିବ। ଯେଉଁମାନଙ୍କ ଜେନେରାଲ 1000 ଟଙ୍କା ଫି, SC ST PW ଏମାନଙ୍କ ପାଇଁ ଅଧିକ ରଖାଯାଇଛି, SC ST ମାନଙ୍କ ପାଇଁ ଫ୍ରି ରଖାଯାଇଛି। ଆପଣଙ୍କ +3 ସାର୍ଟିଫିକେଟ୍, ତାପରେ ସାର୍ଟିଫିକେଟ୍ ସହିତ ଆପଣଙ୍କ +2 ଏକ୍ସପିରିଏନ୍ସ ସାର୍ଟିଫିକେଟ୍ ଥିଲେ ଆପଣଙ୍କୁ ଦେବାକୁ ପଡ଼ିବ। ରିସେଣ୍ଟ ପାସପୋର୍ଟ ସାଇଜ୍ ଫଟୋ, କାଷ୍ଟ ଇନକମ୍ ରେସିଡେଣ୍ଟାଲ, ତା ସହିତ ଏକ୍ସପିରିଏନ୍ସ ସାର୍ଟିଫିକେଟ୍। ଯେତେ ଶୀଘ୍ର ପାରୁଛନ୍ତି ଆପଣ 28 ଜାନୁଆରୀ ପର୍ଯ୍ୟନ୍ତ ଆପ୍ଲାଏ କରିପାରିବେ। ଆପ୍ଲାଏ କରିବା ପାଇଁ ମୁଁ ଆପଣଙ୍କୁ ଦେଖାଇଦେଲି ଏଥିରେ ୱେବସାଇଟ୍ଟି। ଏ ୱେବସାଇଟ୍ରେ ଆପଣମାନେ ଆପ୍ଲାଏ କରିପାରିବେ। ତ ଆପଣମାନେ ବୁଝିପାରିଲେ ଯେଉଁ ନୋଟିସ୍ଟି ଆସିଛି ସମସ୍ତ ବିବରଣୀ କେଉଁମାନେ ଆପ୍ଲାଏ କରିବେ, କେମିତି ଆପ୍ଲାଏ କରିବେ ସେସବୁ ତ ଜାଣିପାରିଥିବେ। ତାହେଲେ ଠିକ୍ ଅଛି, ଭିଡ଼ିଓକୁ ଲାଇକ୍ କରିଦିଅନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ। ତାହେଲେ ଧନ୍ୟବାଦ।